ମୁଁ ଆଜି ଆମ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଆଗାମୀ 78ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ଏବଂ ଏହା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ମନୋଭାବ ରଖି ରାଷ୍ଟ୍ର ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଅନୁରୋଧ କରୁଛି। ଏବଂ ଆଗାମୀ ଅଗଷ୍ଟ 24 ଯାହାକି ଆମ ଜିଲ୍ଲାର ଏକ ଗର୍ବ ଏବଂ ଗୌରବର କଥା, ଯେଉଁଦିନକି ଆମ ଅଞ୍ଚଳର ଆଦିବାସୀମାନେ ଶହୀଦ ହୋଇଯାଇଥିଲେ ଇଂରେଜ ସରକାର ପାଖରେ। ତାଙ୍କର ଉତ୍ସର୍ଗକୁ ଆମେ ମନେ ରଖିବା ଏବଂ ସେହି ଦିନର କାମନା କରି ସମସ୍ତଙ୍କୁ ପୁନର୍ବାର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରିବା ସାଙ୍ଗେ ସାଙ୍ଗେ ଶହୀଦମାନଙ୍କର ସ୍ମୃତିକୁ ମନେ ରଖିବା ପାଇଁ ଅନୁରୋଧ କରୁଛି। ମୁଁ ଆଜି ଆମ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଆଗାମୀ 78ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ଏବଂ ଏହା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ମନୋଭାବ ରଖି ରାଷ୍ଟ୍ର ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଅନୁରୋଧ କରୁଛି। ଏବଂ ଆଗାମୀ ଅଗଷ୍ଟ 24 ଯାହାକି ଆମ ଜିଲ୍ଲାର ଏକ ଗର୍ବ ଏବଂ ଗୌରବର କଥା, ଯେଉଁଦିନକି ଆମ ଅଞ୍ଚଳର ଆଦିବାସୀମାନେ ଶହୀଦ ହୋଇଯାଇଥିଲେ ଇଂରେଜ ସରକାର ପାଖରେ। ତାଙ୍କର ଉତ୍ସର୍ଗକୁ ଆମେ ମନେ ରଖିବା ଏବଂ ସେହି ଦିନର କାମନା କରି ସମସ୍ତଙ୍କୁ ପୁନର୍ବାର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରିବା ସାଙ୍ଗେ ସାଙ୍ଗେ ଶହୀଦମାନଙ୍କର ସ୍ମୃତିକୁ ମନେ ରଖିବା ପାଇଁ ଅନୁରୋଧ କରୁଛି।